ନମସ୍କାର ବନ୍ଧୁଗଣ, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ଭଲରେ ଥିବେ। ବନ୍ଧୁଗଣ, କ'ଣ ଆପଣମାନଙ୍କର ରାଶି ବୃଷ କି? ଯଦି ହଁ, ତେବେ ଏହି ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। କାରଣ ଆଜି ମୁଁ ଆପଣଙ୍କୁ ଏମିତି ଏକ ସତ୍ୟ କହିବାକୁ ଯାଉଛି ଯାହା ବୋଧହୁଏ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। 2026 ମସିହା ବୃଷ ରାଶି ପାଇଁ କେବଳ ଏକ ସାଧାରଣ ନୂଆ ବର୍ଷ ନୁହେଁ, ବୈଦିକ ଗଣନା ଅନୁଯାୟୀ ଦୀର୍ଘ 500 ବର୍ଷ ପରେ ଆକାଶ ମଣ୍ଡଳରେ ଏପରି ଏକ ବିରଳ ମହାରାଜଯୋଗ ସୃଷ୍ଟି ହେଉଛି ଯାହା ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏକ ଅଦ୍ଭୁତପୂର୍ବ ସୁବର୍ଣ୍ଣ ଯୁଗ ଆଣିବାକୁ ଯାଉଛି। ଆଜି ଆମେ କୌଣସି ସାଧାରଣ ରାଶିଫଳ ବିଷୟରେ କଥା ହେବା ନାହିଁ। ଆପଣମାନେ ଅନେକ ଥର ଶୁଣିଥିବେ ଯେ ଗ୍ରହମାନେ ଆମ ଜୀବନକୁ ପ୍ରଭାବିତ କରନ୍ତି, କିନ୍ତୁ ଆଜି ମୁଁ ଆପଣଙ୍କୁ ବୁଝାଇବି ଯେ ବ୍ରହ୍ମାଣ୍ଡର ଏହି ଗ୍ରହମାନେ କିପରି ଆପଣଙ୍କର ପକେଟ୍ ଏବଂ ଆପଣଙ୍କ ବ୍ୟାଙ୍କ ବାଲାନ୍ସକୁ ସିଧାସଳଖ ନିୟନ୍ତ୍ରଣ କରନ୍ତି। ଟିକେ ଭାବନ୍ତୁ ତ, କାହିଁକି କେବେ କେବେ ଆମେ ଯେତେ କଠିନ ପରିଶ୍ରମ କଲେ ବି ପଇସା ପାଖରେ ରହେ ନାହିଁ, ଆଉ କେବେ କେବେ ବିନା ଚେଷ୍ଟାରେ କେଉଁ ଆଡ଼ୁ ହଠାତ୍ ଧନ ଆସିଯାଏ। ଏସବୁ ହେଉଛି ନବଗ୍ରହମାନଙ୍କର ଅଦୃଶ୍ୟ ଆର୍ଥିକ ଖେଳ। ବନ୍ଧୁଗଣ, ଆଜିର ଏହି ଭିଡ଼ିଓଟିକୁ ଆଦୌ ସ୍କିପ୍ କରନ୍ତୁ ନାହିଁ, କାରଣ ଭିଡ଼ିଓର ଶେଷ ଭାଗରେ ମୁଁ ଦୁଇଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ କହିବି। ପ୍ରଥମଟି ହେଉଛି 2026ରେ ଆସୁଥିବା ପଇସାକୁ ଆପଣ କେଉଁଠି ନିବେଶ କଲେ ତାହା 10 ଗୁଣ ବଢ଼ିବ। ଏବଂ ଦ୍ୱିତୀୟଟି ହେଉଛି ବୃଷ ରାଶିର ସ୍ୱାମୀ ଶୁକ୍ର ଏବଂ ମାତା ଲକ୍ଷ୍ମୀଙ୍କ ସହ ଜଡ଼ିତ ଏକ ଏପରି ଗୁପ୍ତ ମହା ଉପାୟ ଯାହା 2026ର ଗୋଟିଏ ବିଶେଷ ତାରିଖରେ କଲେ ଆପଣଙ୍କ ଭାଗ୍ୟର ସବୁ ତାଲା ଖୋଲିଯିବ। ଯଦି ଆପଣ ଶେଷ ଅଂଶଟିକୁ ନ ଦେଖନ୍ତି, ତେବେ ବର୍ଷ ସାରା ଯେତେ ପରିଶ୍ରମ କଲେ ମଧ୍ୟ ଏହି ରାଜଯୋଗର ସମ୍ପୂର୍ଣ୍ଣ ଲାଭ ମିଳିପାରିବ ନାହିଁ। ଆସନ୍ତୁ ଜାଣିବା ଆପଣଙ୍କ ସମ୍ପୂର୍ଣ୍ଣ ଆର୍ଥିକ ଭାଗ୍ୟଫଳ ବିଷୟରେ। ବନ୍ଧୁଗଣ, ବୃଷ ରାଶିର ବ୍ୟକ୍ତିମାନେ ସ୍ୱଭାବତଃ ଧୈର୍ଯ୍ୟବାନ ଏବଂ ପୃଥିବୀ ତତ୍ତ୍ୱର ଅଟନ୍ତି। ଆପଣମାନଙ୍କୁ ସ୍ଥିରତା ବହୁତ ପସନ୍ଦ। 2026ରେ ମୁଖ୍ୟତଃ 3ଟି ବଡ଼ ଗ୍ରହ ଆପଣଙ୍କ ଭାଗ୍ୟର ଡୋରି ନିଜ ହାତରେ ରଖିଛନ୍ତି। ପ୍ରଥମରେ ରହିଛି ଶନିଦେବଙ୍କର ଏକାଦଶ ଭାବ ଏବଂ ସମୟର ଚମତ୍କାର। ନ୍ୟାୟର ଦେବତା ଶନି ସମ୍ପୂର୍ଣ୍ଣ 2026 ମସିହା ଆପଣଙ୍କ ଏକାଦଶ ଭାବରେ ଅର୍ଥାତ୍ ଲାଭ ସ୍ଥାନରେ ବିରାଜମାନ କରିବେ। ଜ୍ୟୋତିଷ ଶାସ୍ତ୍ର କୁହେ, ଯେତେବେଳେ ଶନି ଏକାଦଶ ଭାବରେ ଥାଆନ୍ତି ସେ ଅପାର ଧନ ଦିଅନ୍ତି। କିନ୍ତୁ ଶନିଙ୍କର ଏକ ନିୟମ ଅଛି, ସେ ରାତାରାତି ଚମତ୍କାର କରନ୍ତି ନାହିଁ, ସେ ଶୃଙ୍ଖଳା ଚାହାନ୍ତି। ଏହି ବର୍ଷ ଶନିଦେବ ଚାହାନ୍ତି ଯେ ଆପଣ ଲଟେରୀ ବା ସର୍ଟକଟ୍ ପଛରେ ନ ଗୋଡ଼ାଇ ଧୈର୍ଯ୍ୟର ସହ ଛୋଟ ଛୋଟ ସଞ୍ଚୟ କରନ୍ତୁ। ଏହି ଛୋଟ ସଞ୍ଚୟ ହିଁ ଆଗକୁ ଯାଇ ବିରାଟ ସମ୍ପତ୍ତିରେ ପରିଣତ ହେବ। ଦ୍ୱିତୀୟରେ ବୃହସ୍ପତିଙ୍କର ଦିବ୍ୟ ଦୃଷ୍ଟି ଅର୍ଥାତ୍ ହଂସ ରାଜଯୋଗ। ଦେବଗୁରୁ ବୃହସ୍ପତି ଜୁନ୍ 2 ତାରିଖ ପର୍ଯ୍ୟନ୍ତ ଆପଣଙ୍କ ଦ୍ୱିତୀୟ ଭାବରେ ଅର୍ଥାତ୍ ଧନ ଓ ବାଣୀ ସ୍ଥାନରେ ରହିବେ। ଏହି ସମୟରେ ଆପଣଙ୍କର ଆର୍ଥିକ ବୁଦ୍ଧି ବହୁତ ତୀକ୍ଷ୍ଣ ରହିବ। ଗୋଟେ ବଡ଼ କଥା ହେଲା, ଜୁନ୍ 2 ତାରିଖରେ ବୃହସ୍ପତି କର୍କଟ ରାଶିରେ ଉଚ୍ଚସ୍ଥ ହେବେ। ଶାସ୍ତ୍ରରେ ଏହାକୁ ହଂସ ରାଜଯୋଗ କୁହାଯାଏ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଏହା ଅମୃତ ସମାନ ଯୋଗ ଅଛି। ଆପଣମାନଙ୍କର ବ୍ୟବସାୟ ହଠାତ୍ ବହୁଗୁଣିତ ହୋଇଯିବ ଏବଂ ସମାଜରେ ପ୍ରତିଷ୍ଠା ବଢ଼ିବ। ବନ୍ଧୁଗଣ, ଆସନ୍ତୁ ଏବେ ଜାଣିବା ବ୍ରହ୍ମାଣ୍ଡର ଘଣ୍ଟା ଏବେ କେମିତି ଚାଲିବ। ଜାନୁଆରୀ ଫେବୃଆରୀ ମାସ ବିତି ଯାଇଛି, ଆମେ ଏବେ ମାର୍ଚ୍ଚ ମାସରୁ ଆଲୋଚନା କରିବା। ମାର୍ଚ୍ଚ ଏବଂ ଏପ୍ରିଲ କର୍ମର ଫଳ ଏବଂ ନଗଦ ପ୍ରାପ୍ତି। ମାର୍ଚ୍ଚ ମାସରେ ଆପଣଙ୍କ ରାଶି ସ୍ୱାମୀ ଶୁକ୍ର ଏବଂ ବୃହସ୍ପତିଙ୍କ କୃପାରୁ ଆପଣଙ୍କ ହାତକୁ ପ୍ରଚୁର ନଗଦ ଅର୍ଥ ଆସିବ। ପୂର୍ବରୁ ଯଦି କାହାକୁ ଟଙ୍କା ଧାର ଦେଇଥିଲେ, ତେବେ ତାହା ଫେରିବାର ଯୋଗ ଅଛି। ଚାକିରିଆମାନଙ୍କ ପାଇଁ ଏପ୍ରିଲ ମାସରେ ପଦୋନ୍ନତି କିମ୍ବା ବେତନ ବୃଦ୍ଧିର ଖବର ଆସିବ। ଏବେ ଆସନ୍ତୁ ଜାଣିବା ମେ ଏବଂ ଜୁନ୍ ମାସ କିପରି ରହିବ। ବିପଦର ଘଣ୍ଟି ଏବଂ ପ୍ରତିକାର। ଦର୍ଶକ ବନ୍ଧୁ, ବର୍ତ୍ତମାନ ଟିକେ ସାବଧାନ ହୋଇଯାଆନ୍ତୁ। ମେ 11ରୁ ଜୁନ୍ 20 ତାରିଖ ପର୍ଯ୍ୟନ୍ତ ମଙ୍ଗଳ ଗ୍ରହ ଆପଣଙ୍କର ବ୍ୟୟ ଭାବରେ ଅର୍ଥାତ୍ ଦ୍ୱାଦଶ ଭାବରେ ଗୋଚର କରିବେ। ଏହି ସମୟରେ ହଠାତ୍ କିଛି ଅପ୍ରତ୍ୟାଶିତ ଖର୍ଚ୍ଚ ଆସିପାରେ, ବିଶେଷ କରି ମେଡିକାଲ ସମସ୍ୟାରେ। ପ୍ରତିକାର ରହିଛି, ଏହି ସମୟରେ କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ ଏବଂ ସବୁଠାରୁ ଜରୁରୀ କଥା, ଏପ୍ରିଲ ମାସ ପୂର୍ବରୁ ନିଜର ଏବଂ ନିଜ ପରିବାରର ଏକ ଉତ୍ତମ ସ୍ୱାସ୍ଥ୍ୟ ବୀମା ନିଶ୍ଚୟ କରାଇ ନିଅନ୍ତୁ। ଏହି ଛୋଟ ପଦକ୍ଷେପଟି ଆପଣଙ୍କ ସାରା ଜୀବନର ପରିଶ୍ରମକୁ ବଞ୍ଚାଇ ଦେବ।
ଏବେ ଆସନ୍ତୁ ଜାଣିବା ଜୁଲାଇରୁ ସେପ୍ଟେମ୍ବର ଧୈର୍ଯ୍ୟର ପରୀକ୍ଷା। ଜୁଲାଇ 27 ତାରିଖରେ ଶନିଦେବ ନିଜ ସ୍ଥାନରେ ବକ୍ରି ହେବେ। ଏହା ଫଳରେ ବଜାରରେ ଏବଂ ଆପଣଙ୍କ କର୍ମକ୍ଷେତ୍ରରେ ସାମାନ୍ୟ ମନ୍ଥରତା ଆସିବ। ସାଧାରଣ ଲୋକମାନେ ଏହି ସମୟରେ ଭୟଭୀତ ହୋଇଯିବେ, କିନ୍ତୁ ଆପଣ ଜାଣି ରଖନ୍ତୁ ଶନିଦେବ ଏହା ମାଧ୍ୟମରେ ଆପଣଙ୍କ ସହନଶୀଳତାର ପରୀକ୍ଷା ନେଉଛନ୍ତି। ଅକ୍ଟୋବର 31ରେ ବୃହସ୍ପତି ସିଂହ ରାଶିକୁ ପ୍ରବେଶ କରିବା କ୍ଷଣି ଆପଣଙ୍କର ସୁଖ ଓ ସମ୍ପତ୍ତି ସ୍ଥାନ ସମ୍ପୂର୍ଣ୍ଣ ଜାଗ୍ରତ ହେବ। ଏହି ସମୟରେ ଆପଣ ନିଜର ସ୍ୱପ୍ନର ଘର ବା ନୂତନ ଗାଡ଼ି ଘରକୁ ଆଣିବେ ଏବଂ ନିଜର ଏକ ଦୃଢ଼ ଆର୍ଥିକ ସାମ୍ରାଜ୍ୟ ଠିଆ କରିବେ। ବନ୍ଧୁଗଣ, କେବଳ ଭାଗ୍ୟ ବଦଳିଲେ କେହି କୋଟିପତି ହୁଅନ୍ତି ନାହିଁ। ବ୍ରହ୍ମାଣ୍ଡ ଆପଣଙ୍କୁ ପଇସା ଦେବ, କିନ୍ତୁ ମାତା ଲକ୍ଷ୍ମୀ ସେତେବେଳେ ପ୍ରସନ୍ନ ହେବେ ଯେତେବେଳେ ଆପଣ ସେହି ଟଙ୍କାକୁ ସଠିକ୍ ସ୍ଥାନରେ କାମରେ ଲଗାଇବେ। 2026ରେ ଗ୍ରହମାନଙ୍କର ସ୍ଥିତି ଅନୁଯାୟୀ ଆପଣଙ୍କୁ କେଉଁ କ୍ଷେତ୍ରରେ ନିବେଶ କଲେ ସର୍ବାଧିକ ଲାଭ ମିଳିବ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଧ୍ୟାନ ଦେଇ ଶୁଣନ୍ତୁ। ପ୍ରଥମରେ ଶନିଙ୍କର ପସନ୍ଦ ରହିଛି ମ୍ୟୁଚୁଆଲ ଫଣ୍ଡ ଏବଂ SIP। ମୁଁ ପୂର୍ବରୁ କହିଛି ଶନିଦେବ ଏକାଦଶ ଭାବରେ ଅଛନ୍ତି ଏବଂ ସେ ଶୃଙ୍ଖଳା ପସନ୍ଦ କରନ୍ତି। ଶନିଦେବଙ୍କୁ ପ୍ରସନ୍ନ କରିବାର ଆଧୁନିକ ମାଧ୍ୟମ ହେଉଛି ଆପଣଙ୍କର SIP ଅର୍ଥାତ୍ ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍। ଏହି ବର୍ଷ ଭୁଲରେ ବି କୌଣସି ଜାଗାରେ ଏକା ସାଙ୍ଗରେ ବହୁତ ଗୁଡ଼ିଏ ପଇସା ଲଗାନ୍ତୁ ନାହିଁ। ପ୍ରତି ମାସରେ ଅଳ୍ପ ଅଳ୍ପ କରି ଭଲ ମ୍ୟୁଚୁଆଲ ଫଣ୍ଡ, ବିଶେଷ କରି ଇଣ୍ଡେକ୍ସ ଫଣ୍ଡରେ କିମ୍ବା ଫ୍ଲେକ୍ସି କ୍ୟାପ୍ ଫଣ୍ଡରେ ନିବେଶ କରନ୍ତୁ। ଏହାଦ୍ୱାରା ଶନିଙ୍କର ଆଶୀର୍ବାଦରୁ ଚକ୍ରବୃଦ୍ଧି ସୁଧର ଅଦ୍ଭୁତ ଯାଦୁ ଆପଣଙ୍କ ସମ୍ପତ୍ତିକୁ ଏକ ବିରାଟ ପାଣ୍ଠିରେ ପରିଣତ କରିଦେବ। ଦ୍ୱିତୀୟରେ ରହିଛି ବୃହସ୍ପତି ଓ ଶୁକ୍ରଙ୍କ ସମର୍ଥନ। ସେୟାର ମାର୍କେଟ, ଷ୍ଟକ୍ ମାର୍କେଟ। ଯଦି ଆପଣ ସେୟାର ମାର୍କେଟ କିମ୍ବା ଷ୍ଟକ୍ ମାର୍କେଟରେ ପ୍ରତ୍ୟକ୍ଷ ଭାବରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ 2026 ଆପଣଙ୍କ ପାଇଁ ବହୁତ ବଡ଼ ସୁଯୋଗ। କିନ୍ତୁ ଗୋଟିଏ ସର୍ତ୍ତ ଅଛି। ବୃହସ୍ପତି ଧନ ଭାବରେ ଥିବାରୁ ସେ କେବଳ ସେହିମାନଙ୍କୁ ଲାଭ ଦେବେ ଯେଉଁମାନେ ପ୍ରତିଷ୍ଠିତ ଏବଂ ବଡ଼ କମ୍ପାନୀ ଅର୍ଥାତ୍ ବ୍ଲୁ ଚିପ୍ ଷ୍ଟକ୍ କିମ୍ବା ଲାର୍ଜ କ୍ୟାପ୍ରେ ନିବେଶ କରିବେ। ବୃଷ ରାଶିର ସ୍ୱାମୀ ଶୁକ୍ର ହୋଇଥିବାରୁ ଏହି ବର୍ଷ ଆପଣଙ୍କ ପାଇଁ 3ଟି ସେକ୍ଟର ସବୁଠାରୁ ଲାଭଦାୟକ ପ୍ରମାଣିତ ହେବ। ବନ୍ଧୁଗଣ, ମୋର ଚେତାବନୀ ଆପଣମାନଙ୍କ ପାଇଁ ରହିବ, ଦୟାକରି ସର୍ଟକଟ୍ ମାରି ରାତାରାତି ଧନୀ ହେବା ପାଇଁ ଅପସନ୍ ଟ୍ରେଡିଂ କିମ୍ବା ପେନି ଷ୍ଟକ୍ରେ ଟଙ୍କା ଲଗାନ୍ତୁ ନାହିଁ। ଶନିଙ୍କର ବକ୍ରି ଦୃଷ୍ଟି ସମୟରେ ଅର୍ଥାତ୍ ଜୁଲାଇରୁ ସେପ୍ଟେମ୍ବର ବଜାର ତଳକୁ ଖସିବାର ସମ୍ଭାବନା ଅଛି। ସେହି ସମୟରେ ଡରି ଯାଇ କ୍ଷତିରେ ନିଜ ସେୟାର ବିକ୍ରି କରିବା ବଦଳରେ କମ୍ ଦାମରେ ଭଲ କମ୍ପାନୀର ସେୟାର କିଣିବା ହେବ ଆପଣଙ୍କର ସବୁଠାରୁ ବଡ଼ ମାଷ୍ଟର ଷ୍ଟ୍ରୋକ୍। ଏହାକୁ ହିଁ ପ୍ରକୃତ ଲଙ୍ଗ୍ ଟର୍ମ ଇନଭେଷ୍ଟମେଣ୍ଟ କୁହାଯାଏ। ବନ୍ଧୁଗଣ, ଆମେମାନେ ତ ଜାଣିଲେ କେଉଁଠି ନିବେଶ କରିବା ଉଚିତ, କିନ୍ତୁ ଆପଣଙ୍କ ପାଖରେ ଯେତେ ଜ୍ଞାନ ଥାଉ ନା କାହିଁକି, ଦୈବୀ ଆଶୀର୍ବାଦ ବିନା ସବୁକିଛି ଅସମ୍ପୂର୍ଣ୍ଣ। ବୃଷ ରାଶିର ଅଧିପତି ଶୁକ୍ର ସିଧାସଳଖ ମାତା ଲକ୍ଷ୍ମୀଙ୍କ ସହ ସମ୍ପର୍କିତ। ଯଦି ଆପଣମାନେ 2026ରେ ପ୍ରକୃତରେ ରାଜଯୋଗର ଫାଇଦା ଉଠାଇ କୋଟିପତି ହେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ନିଜର ଦୈବୀ ଆକର୍ଷଣ କ୍ଷମତାକୁ ଜାଗ୍ରତ କରିବାକୁ ପଡ଼ିବ। ପ୍ରଥମରେ ଶୁକ୍ରବାରର ପଦ୍ମ ରହସ୍ୟ। ମାତା ଲକ୍ଷ୍ମୀ ଏବଂ ଶୁକ୍ରଙ୍କର ସବୁଠାରୁ ପ୍ରିୟ ହେଉଛି ପଦ୍ମଫୁଲ। ପ୍ରତି ଶୁକ୍ରବାର ଦିନ ସନ୍ଧ୍ୟାରେ ଘରର ଐଶାନ କୋଣରେ ଗାଈ ଘିଅର ଦୀପଟିଏ ଜାଳନ୍ତୁ ଏବଂ ମାତାଙ୍କୁ ଗୋଟିଏ ସତେଜ ପଦ୍ମଫୁଲ ଅର୍ପଣ କରନ୍ତୁ। ପଦ୍ମଫୁଲ କାଦୁଅରୁ ବାହାରେ ମଧ୍ୟ ନିର୍ମଳ ରହେ। ଏହାର ଅର୍ଥ ହେଉଛି ଆପଣଙ୍କ ବର୍ତ୍ତମାନର ପରିସ୍ଥିତି ଯେତେ ଖରାପ ଥିଲେ ମଧ୍ୟ ଆପଣ ନିଜ ପ୍ରଚେଷ୍ଟାରେ ନିଶ୍ଚୟ ଉପରକୁ ଉଠିବେ। ଦ୍ୱିତୀୟରେ ଶ୍ରୀମ୍ ବ୍ରିଜି, ଦାରିଦ୍ର୍ୟ ବିନାଶକ ମନ୍ତ୍ର। ଆମ ମନରେ ଥିବା ଦରିଦ୍ରତାର ଭୟକୁ ନଷ୍ଟ କରିବା ପାଇଁ ଶ୍ରୀମ୍ ବ୍ରିଜି ମନ୍ତ୍ର ଏକ ଚମତ୍କାର ପରି କାମ କରେ। ପ୍ରତିଦିନ ସକାଳୁ ଉଠି 108 ଥର ଏହି ମନ୍ତ୍ରକୁ ଆଖି ବନ୍ଦ କରି ଜପ କରନ୍ତୁ। ଏହା ଆପଣଙ୍କ ଅଚେତନ ମନକୁ ସଫଳତା ପାଇଁ ପ୍ରୋଗ୍ରାମ କରିବ ଏବଂ ବ୍ରହ୍ମାଣ୍ଡରୁ ସକାରାତ୍ମକ ଶକ୍ତିକୁ ଆପଣଙ୍କ ଆଡ଼କୁ ଟାଣି ଆଣିବ। ତୃତୀୟରେ ସେହି ବିଶେଷ ତାରିଖ ଅର୍ଥାତ୍ 2026ର ମହା ଉପାୟ। ଦର୍ଶକ ବନ୍ଧୁ, କ୍ୟାଲେଣ୍ଡରରେ ଲେଖି ରଖନ୍ତୁ ନଭେମ୍ବର 8, 2026। ଏହି ଦିନ ପଡ଼ୁଛି ପବିତ୍ର ଦୀପାବଳି ମହାମୁହୂର୍ତ୍ତ। ସେହି ଦିନ ସନ୍ଧ୍ୟା 5:32ରୁ 7:28 ମଧ୍ୟରେ ସର୍ବଶ୍ରେଷ୍ଠ। ଆପଣଙ୍କ ନିଜ ରାଶିର ଲଗ୍ନରେ ଠିକ୍ ଏହି ସମୟରେ ଘରର ମୁଖ୍ୟ ଦ୍ୱାର ଖୋଲା ରଖିବେ। ଦୁଆର ମୁହଁରେ ଶୁଦ୍ଧ ଘିଅର 2ଟି ଦୀପ ଜାଳିବେ ଏବଂ ଭିତରେ ପଶି ମାତା ଲକ୍ଷ୍ମୀଙ୍କ ସାମ୍ନାରେ ସ୍ତ୍ରୀ ସୂକ୍ତମ୍ ବା ଅଷ୍ଟଲକ୍ଷ୍ମୀ ସ୍ତୋତ୍ରମ୍ ପାଠ କରିବେ। ବିଶ୍ୱାସ କରନ୍ତୁ, ଏହି ଗୋଟିଏ ମୁହୂର୍ତ୍ତର ସାଧନା ଆପଣଙ୍କ ଘରୁ ଦାରିଦ୍ର୍ୟକୁ ଚିରଦିନ ପାଇଁ ବିଦାୟ କରିଦେବ। ଆପଣମାନଙ୍କ ପାଇଁ ଗୋଟେ ଛୋଟ ଚେତାବନୀ ଅଛି। ଯେତେବେଳେ ହାତକୁ ପ୍ରଚୁର ପଇସା ଆସିବ, ଅଯଥା ଶୋ ଅଫ୍ କରିବା ପାଇଁ
ଦାମିକିଆ ଜିନିଷ କିଣିବେ ନାହିଁ। ନିଜର ବାଣୀକୁ ମଧୁର ରଖନ୍ତୁ ଏବଂ କେବେ ବି ଅନ୍ନ ନଷ୍ଟ କରନ୍ତୁ ନାହିଁ। ତେବେ ମୋ ପ୍ରିୟ ଦର୍ଶକ ବନ୍ଧୁ, 2026 ମସିହା ପ୍ରକୃତରେ ଆପଣଙ୍କ ପାଇଁ ଏକ ଯୁଗାନ୍ତକାରୀ ସମୟ ସାବ୍ୟସ୍ତ ହେବାକୁ ଯାଉଛି। ବ୍ରହ୍ମାଣ୍ଡ ଆପଣଙ୍କ ପାଇଁ ସଫଳତାର ସମସ୍ତ ଦ୍ୱାର ଖୋଲି ଦେଇଛି। ଶନିଙ୍କର ଅଖଣ୍ଡ ଧୈର୍ଯ୍ୟ, ବୃହସ୍ପତିଙ୍କର ଦିବ୍ୟ ବିସ୍ତାର ଏବଂ ଶୁକ୍ରଙ୍କର ସୌନ୍ଦର୍ଯ୍ୟ ବର୍ତ୍ତମାନ ଆପଣଙ୍କ ସାଥିରେ ଅଛି। ଆଜିର ଏହି ଯାତ୍ରାରେ ଆମେ ବୈଦିକ ଜ୍ୟୋତିଷ ଶାସ୍ତ୍ର ଏବଂ ସେୟାର ମାର୍କେଟ ବା ମ୍ୟୁଚୁଆଲ ଫଣ୍ଡ ଭଳି ଆଧୁନିକ ନିବେଶର ଯେଉଁ ଅପୂର୍ବ ସମନ୍ୱୟ ଦେଖିଲେ, ତାହାକୁ ଯଦି ଆପଣମାନେ ନିଜ ଜୀବନରେ ଆପଣେଇ ନେବେ, ତେବେ କୋଟିପତି ହେବାରୁ ଆପଣଙ୍କୁ କେହି ଅଟକାଇ ପାରିବେ ନାହିଁ। ଯଦି ଏହି ଭିଡ଼ିଓରେ ଦିଆଯାଇଥିବା ତଥ୍ୟ ଆପଣଙ୍କ ହୃଦୟକୁ ଛୁଇଁ ପାରିଛି, ତେବେ ଦୟାକରି ଭିଡ଼ିଓଟିକୁ ଗୋଟେ ଲାଇକ୍ ନିଶ୍ଚୟ କରନ୍ତୁ ଏବଂ ଯଦି ଆପଣମାନେ ନୂଆ ଅଛନ୍ତି, ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ ଏବଂ ଆପଣମାନଙ୍କର ବନ୍ଧୁ ଏବଂ ପରିବାର ବର୍ଗଙ୍କ ସହ ଏହି ଭିଡ଼ିଓଟି ସେୟାର କରନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କ ପ୍ରତି ନିଜର ଭକ୍ତି ପ୍ରଦର୍ଶନ କରିବା ପାଇଁ ଏବଂ ବ୍ରହ୍ମାଣ୍ଡକୁ ନିଜର ସକାରାତ୍ମକ ଇଚ୍ଛା ଜଣାଇବା ପାଇଁ ତଳେ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ। ଦେଖା ହେବ ପରବର୍ତ୍ତୀ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ।